ରସୁଣଟା ଆମିଷ କାହିଁକି? ମାଛ ମାଂସ ଠିକ୍ ଅଛି, ଜୀବ ହତ୍ୟା ହେଉଛି, ଆମେ ତାକୁ ଖାଉନାହୁଁ, କିନ୍ତୁ ପିଆଜ ରସୁଣ କାହିଁକି ଛାଡ଼ିବା? ବିନା ପିଆଜ ରସୁଣ ଖାଉଥିବା ଲୋକଙ୍କର ଗୋଟିଏ ପ୍ରଶ୍ନ କି ଆମେ ମ୍ୟାଗି ମସଲା, ପିଜା ସସ୍, ପିଜା ମସଲା, ଅରିଗାନୋ ପାଉଡର, ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍, ବହୁତ ସାରା ଜିନିଷରେ ଯୋଉଟାକି କଣ୍ଡେନ୍ସଡ ଫର୍ମରେ ଅନିଅନ୍ ଗାର୍ଲିକ ରହୁଛି, ଆଉ ତାକୁ ଆମେ ଖାଇପାରୁନାହୁଁ। ଆଉ ମୁଭମେଣ୍ଟ ସବୁ ନଷ୍ଟ ହେଇଯାଉଛି। ମାଛ ମାଂସ ପିଆଜ ରସୁଣର କ୍ରିୟା ଏକା ପ୍ରକାର। ମାଛ ମାଂସର ଜୀବ ହତ୍ୟା ହୁଏ, ପିଆଜ ରସୁଣରେ ଜୀବନ ହତ୍ୟା ହୁଏନି। ଯେଉଁମାନେ ଜୀବନ ଶୈଳୀକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି, ପିଆଜ ରସୁଣ ମାଛ ମାଂସ ଖାଆନ୍ତି ନାହିଁ। ମାଛ ମାଂସ ଦ୍ୱାରା ଯେଉଁ କ୍ରିୟା ଶରୀରରେ ତିଆରି ହୁଏ, ଉତ୍ତେଜନା ଶକ୍ତି, ବ୍ଲଡ ପ୍ରେସର ହାଇ, କୋଲେଷ୍ଟ୍ରଲ ହାଇ ହେଇଯିବା, ଡାଇବେଟିସ୍ ବାହାରିବା, ମାନସିକ ବିକୃତତା ଆସିବା, ସେମିତି ପିଆଜ ରସୁଣରେ ମଧ୍ୟ ସେହି ପ୍ରକାର କ୍ରିୟା ସୃଷ୍ଟି ହୁଏ, ଯେଉଁ ଫଳରେ କି ମଣିଷ ମାଛ ମାଂସ ସହିତ ପିଆଜ ରସୁଣକୁ ମଧ୍ୟ ବର୍ଜନ କରିଥାଏ।